नमस्कार टुडे फ्लाश न्यूज को स्वागत करुच्ची मु अमूल्य जेना। आसंतु देखिबा आजिर फ्लाश न्यूज। टुडे फ्लाश न्यूज। स्थानीय सद्गुरु जराश्रमଠାରେ घुमुसर लेखिका संसदर सभापति गीताराणी महापात्रଙ୍କ सभापतित्वରେ वर्षा कविता आसर अनुष्ठित ହୋଇଯାଇଛି। ଅନୁଷ୍ଠାନର କର୍ମକର୍ତ୍ତା କଳ୍ପନା କୁମାରୀ ପ୍ରଧାନ, ଆରତୀ ସେଠୀ, ମୋନାଲିସା ମିଶ୍ର ଓ ସୁଜାତା ଷଡ଼ଙ୍ଗୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ସାହିତ୍ୟିକ ଗୌରୀପତି ଦାସ ଉଦ୍ଘାଟନ କରିଥିବା ବେଳେ ସମ୍ପାଦିକା ଡକ୍ଟର ନଳିନୀ ପ୍ରଭା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଡକ୍ଟର ବ୍ରଜକିଶୋର ପାଢ଼ୀ, ମୁଖ୍ୟ ବକ୍ତା ଶିକ୍ଷାବିତ ଅନନ୍ତ କର ସମ୍ମାନିତ ଅତିଥି ଭାବେ ମଞ୍ଚାଳନ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ରଘୁନାଥ ସାହୁ ଏବଂ ସମ୍ମାନିତ ବକ୍ତା ଭାବେ ଶିକ୍ଷାବିତ ବିଭୂତି ଭୂଷଣ ମିଶ୍ର ଯୋଗଦାନ କରିଥିଲେ। हरि ओम विष्णुरपुण्डरीकाय नमः। देवानात्मं ब्रह्मं वन्दे पूर्वकं श्रीजगत्पतिभ्याय नमो नमः। ओम कदाचित् कारिन्दे तटविपिन संगीतो हरिवो मुदाभिनारे वदनस्वादो मधुपः समासम्भोर ब्रह्मा सुरवधि गणेशोचितपदो जगन्नाथ स्वामी नयनपथगामी भवतु मे। जगन्नाथ स्वामी नयनपथगामी भवतु मे। जगन्नाथ स्वामी नयनपथगामी भवतु मे। जगद्गुरु परम गुरु श्री जगन्नाथाय 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 नमस्कार। संसदर समस्त सदस्या वर्षा संबंधी विभिन्न कविता गान करथिबा बेले बुगुड़ा अंचल बहु मान्यगण्य व्यक्ति निज निजर कविता पठन करथिले। कविता पठन परिसमाप्ति परे समस्त कवि और कवयित्री को मानपत्र और पुस्तक प्रदान कर जायथिला। मंचासीन अतिथि माने प्राचीन कविगणों वर्षा संबंधी विभिन्न कवितार उत्कर्षता आलोचना करने सहित वृक्षरोपणर उपकारिता संपर्क में आलोचना करथिले। उद्यापित संगीत रजनी सेठी गान करथिले। परिशेष में सुजाता षड़ंगी धन्यवाद अर्पण करथिले। लेखिका संसदर अन्यान्य कर्मकर्ता मध्य प्रभाती मंजरी बेहेरा मंच परिचालना करथिले। मोनालिसा मिश्र अतिथि परिचय प्रदान करथिबा बेले कल्पना कुमारी प्रधान, श्वेतसिनी पंडा कविता संयोजना करथिले। कार्यक्रमर प्रारंभ में विभिन्न मूल्यवान वृक्षरोपण करा जायथिला। जराश्रम रहिथिबा अंतेवासी को अनुष्ठान पक्षर वस्त्र प्रदान करा जायथिला। गंजामरू कृष्णचंद्र सामंतराय रिपोर्ट। सेटा आम स्कूल 25 वर्ष रही से जगह को मात्र से पड़े गुरुतर जाइए सर लिंब गछटा पुतिबा सेठी ये मानिकरा लाइन वाला से हाई स्कूल नहीं मानिकरा छकल तो बंध हो गलो ना स्कूल तार जमीन को पंकज साइज कोडीटा मु छाड़ छाड़
ତମେ ତ ଛାଡ଼ି ଦିଅ ସାର୍ ସେଇଠି ଟିକେ ଏପଟ ଟିକେ ଦେଖିଦିଅନ୍ତୁ ହଉ ଭଲ ହେଲା ତ ବାଉଁଶରେ ମ୍ୟାଡ଼ାମ ସେପଟ ଆଡୁ ଟିକେ କରନ୍ତୁ ହବ ହଉ ସେଇଟା ଖୋଲା ହାତରୁ ଗୋଡ଼ରେ ମାରି ଏପଟେ ଆଉ ଟିକେ ଦିଏ ମତେ ଦିଅ ହେଲା ଛାଡ଼ ତୁ ଛାଡ଼ ସେ ଗଛରେ ପଳେଇବ ସାର୍ ଗଛଟା ସାର୍ ଏଇଠି ମାଟି ଗୁଡାକ ଗଦା ହେଇଛି ଏଇଠି ହେଇଗଲା ସେଟା ନେଇଯିବା ନା ଗୋଟେ ଗଦା ହେଇଛି ଏପଟରୁ ଟିକେ ଦେଇ ଦିଅନ୍ତୁ ମୋଟା ହଁ ନିଅନ୍ତୁ ମୋ ନାଁ ହେଉଛି ଗୌରୀପତି ଦାସ ମୁଁ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ସଭାପତି ଅଛି। ଆଜି ବୁଗୁଡ଼ାରେ ପ୍ରଥମ ଥର କରି ମାଆମାନଙ୍କ ଦ୍ୱାରା ଗୋଟିଏ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। ଏ ସାହିତ୍ୟ ସଭାଟି ପରେ ଘୁମସର ଲେଖିକା ସଂସଦ ଦ୍ୱାରା ହୋଇଥିବାରୁ ଆମେ ସମସ୍ତେ ଗୌରବାନ୍ୱିତ। ମୋତେ ଏହି ଅବସରରେ ମୋତେ ଉଦ୍ଘାଟକ ରୂପେ ଡାକି କିଛି ମୋ ଠାରୁ ମଧ୍ୟ ବାଣୀ ସେମାନେ ଶ୍ରବଣ କରିଛନ୍ତି ଏବଂ ସେମାନଙ୍କର କାର୍ଯ୍ୟକଳାପ ସେମାନଙ୍କ ଲିଖନ ଶୈଳୀ ଏବଂ ସାଂଗଠନିକ ଚିନ୍ତାଧାରା ଓଡ଼ିଶାକୁ ଗୋଟେ ଅତି ସମୃଦ୍ଧଶାଳୀ ଗୋଟେ ସାହିତ୍ୟିକ ପରିବେଶ ସୃଷ୍ଟି କରି ସହାୟକ ହେବ ଏ ବିଶ୍ୱାସ ଆମର ରହିଛି। ମୋ ନାଁ ଶ୍ରୀମତୀ ରୀତାରାଣୀ ମହାପାତ୍ର, ମୁଁ ଘୁମୁସର ଲେଖିକା ସଂସଦର ସଭାନେତ୍ରୀ। ଆଉ ଏଇ ଯେଉଁ କାର୍ଯ୍ୟକ୍ରମ ଆଜି ହେଇଥିଲା ବୁଗୁଡ଼ାରେ ହେଲା, ଏଇଟା ଆଗରୁ ଆମେ ପରିକଳ୍ପନା କରିଥିଲୁ, ମାତ୍ର କିଛି ଅସୁବିଧା ଯୋଗୁଁ ହେଇପାରିନଥିଲା। ଆଉ ଏ ଶ୍ରାବଣ ମାସରେ ବର୍ଷା ଋତୁରେ ବର୍ଷା କବିତା ଆମେ କରିଲୁ। ଆଉ ଜରାଶ୍ରମକୁ ଆସି ସେ ଲୋକମାନଙ୍କୁ ଦେଖି ଆମକୁ ବହୁତ ଖୁସି ଲାଗିଲା ଏବଂ ବୃକ୍ଷ ଗଛ ମଧ୍ୟ ଲଗାଇଲୁ। ତାପରେ ମଧ୍ୟ ସବୁ ଲୋକମାନଙ୍କୁ ଯେଉଁ ଆସିଥିଲେ ସମ୍ବାଦ ସାହିତ୍ୟ ଘରର ଆଉ ବିକ୍ଷିପ୍ତାର ଏଇଠିକାର ଯେଉଁ ବୁଦ୍ଧିଜୀବୀମାନେ ଆସିଥିଲେ ସେମାନେ ଯେଉଁ ପ୍ରକାର କହିଲେ ଭାଷଣ ଦେଲେ ଆମକୁ ସେଇଟା ବହୁତ ପ୍ରେରଣା ଦେଲା, ବହୁତ ଖୁସି ଲାଗିଲା। ଆମେ ଏ ଜାଗାକୁ ଆସି ନିଜକୁ ବହୁତ ଧନ୍ୟ ମନେ କରୁଛୁ। ଦେଖନ୍ତୁ ଜୈବ ବିବିଧତାର ପରିବର୍ତ୍ତନ ଯେଉଁ ଚାଲିଛି ସେଥିପାଇଁ ବୃକ୍ଷରୋପଣ ନିହାତି ଆବଶ୍ୟକ। ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ ଏବଂ ତା ସହିତ ବର୍ଷାର ସମ୍ପର୍କ ଅତି ନିବିଡ଼। ତେଣୁ ଘୁମୁସର ଲେଖିକା ସଂସଦ ପରିକଳ୍ପନା କରିଥିଲା ବର୍ଷା ଆସରଟିଏ ଐତିହ୍ୟ ସମ୍ପନ୍ନ ମାଟି ବୁଗୁଡ଼ାରେ କରିବା ପାଇଁ। ତାହା ଆଜି ସଂଗଠିତ ହୋଇସାରିଛି ଏବଂ ଏହି ବର୍ଷା କବିତା ଆସରର ଆୟୋଜିତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେଉଁ ଗ୍ରାମାଞ୍ଚଳରେ କବିଗଣ ରହିଯାଉଛନ୍ତି ସେମାନଙ୍କର କବି ପ୍ରତିଭାକୁ ଯେଉଁ ଲୁକାୟିତ ଅବସ୍ଥାରୁ ଲୋକଲୋଚନକୁ ଆଣିବା ଏବଂ ସମସ୍ତଙ୍କୁ ଟିକିଏ ପ୍ରେରଣା ଦେବାର ମୁଖ୍ୟ ଉଦ୍ଦେଶ୍ୟ ଆମର ଥିଲା। ଏବଂ ବର୍ଷା କେମିତି କବିତାରେ ବର୍ଣ୍ଣିତ ହୁଏ, କବିଟିଏ କେମିତି ନିଜର ଋତୁଚକ୍ରକୁ ଶବ୍ଦରେ ସଜାଏ ତାହାର ବର୍ଣ୍ଣନା ପାଇଁ ଆମେ ଏ ଆସର ଆୟୋଜନ କରି। ନମସ୍କାର, ଜୟ ଜଗନ୍ନାଥ। ମୁଁ ଡକ୍ଟର ନଳିନୀ ପ୍ରଭା ଦାସ, ଘୁମୁସର ଲେଖିକା ସଂସଦର ସମ୍ପାଦିକା। ଆଜି ବୁଗୁଡ଼ା କତକଲା ଜରାଶ୍ରମରେ ଆମର ବୃକ୍ଷରୋପଣ ଆଉ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। କଳା ସଂସ୍କୃତି ଐତିହ୍ୟ ପରମ୍ପରାର ଭୂମି ଏଇ ବୁଗୁଡ଼ା। ଏଠି ଆସି ଆମର ଲେଖିକା ସଂସଦ ଅତୀବ ଗୌରବାନ୍ୱିତ ଅନୁଭବ କଲେ। ଆମର ଯେଉଁ ଉଦ୍ଦେଶ୍ୟ ଥିଲା, ଆମର ଯେଉଁ ଲକ୍ଷ୍ୟ ରହିଥିଲା ଯେ ବିଭିନ୍ନ ଘୁମୁସରର ଅଞ୍ଚଳମାନଙ୍କୁ ପରିଭ୍ରମଣ କରି ସେଠାକାର ସାମାଜିକ ସ୍ଥିତିକୁ ଅନୁଧ୍ୟାନ କରି ସେମାନଙ୍କ ସହିତ ସାହିତ୍ୟିକ ଗୋଷ୍ଠୀମାନଙ୍କ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆମର ଲୁଚି ରହିଥିବା ଅନେକ ମହିଳା ସାହିତ୍ୟିକମାନେ ଯେଉଁମାନେ ଅଛନ୍ତି ଲୋକଲୋଚନକୁ ଆସିପାରୁନାହାନ୍ତି ସେମାନଙ୍କୁ ଆମେ ଆମ ଘୁମୁସ ଲେଖିକା ସଂସଦ ସହିତ ସାମିଲ କରିବୁ। ଏହି ଉଦ୍ଦେଶ୍ୟ ନେଇ ଆମେ ଏଠାକୁ ଆସିଥିଲୁ। ଆମେ ଏଠାରେ ବହୁତ ଖୁସି ଯେ ଆମକୁ ସମସ୍ତ ପ୍ରକାରର ସହଯୋଗ ଆଉ ସାହାଯ୍ୟ ମିଳିଛି। ଆମର ସମ୍ବାଦ ସାହିତ୍ୟ ଘର ବୁଗୁଡ଼ା ଆମକୁ ସହଯୋଗ କରିଛନ୍ତି। ଏଠାରେ ଉପସ୍ଥିତ ଥିବା ସମସ୍ତ ବୁଦ୍ଧିଜୀବୀମାନେ, ସାହିତ୍ୟିକମାନେ, ବୟୋଜ୍ୟେଷ୍ଠ ସମସ୍ତ ସାଂଗଠନିକ କାର୍ଯ୍ୟରେ ତ୍ୱରାନ୍ୱିତ ହେଉ ରହିଥିବା ଚିନ୍ତାନାୟକମାନେ ଆମକୁ ଏ କ୍ଷେତ୍ରରେ ଅଧିକ ପ୍ରେରଣା ପ୍ରଦାନ କରିଛନ୍ତି। ଏଣୁ ମୁଁ ଆମ ସଂସଦ ତରଫରୁ ବହୁତ ବହୁତ କୃତଜ୍ଞତା ପ୍ରକାଶ କରୁଛି ଆଉ ଧନ୍ୟବାଦ ଜଣାଉଛି। ଏହି କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାଇବେ। ନମସ୍କାର। ଟୁଡେ ଫ୍ଲାସ୍ ନ୍ୟୁଜ୍। विश्वासर मानदंड। हाय फ्रेंड्स, प्लीज लाइक,
share and subscribe Today Flash News. Bye bye. Today Flash News.